ଯୁଦ୍ଧ ହେଲା ହେଲା ଯୁଦ୍ଧ କ୍ରିୟା ଯେତେବେଳେ ମହାଭାରତରେ ହେଲା ସେଠୁ ଅର୍ଜୁନ କହିଲା ଏସା କରିବି ତେସା କରିବି ମୋ ଭାଇ ବନ୍ଧୁ କୁଟୁମ୍ବକୁ ମାରିଦେଲେ ମୋ ତାଙ୍କ ସ୍ତ୍ରୀ ମାନେ ବିଧବା ହେବେ ଇଏ ହେବେ ସିଏ ହେବେ ନାନା କଥା ଗୁଡାକ ସବୁ କହି ପକେଇଲା। ଏମିତି କହି ପକେଇଲା ଲାଷ୍ଟ ଶେଷ ବେଳକୁ ଭଗବାନ କହିଲେ କଣ କହିଲେ ତୋର କିଛି ଶକ୍ତି ନାହିଁ ବୀର ପାର୍ଥ ଯନ୍ତ୍ର ତୁ ପ୍ରକୃତି ହସ୍ତି ତାଇ ଇଚ୍ଛାରେ କ୍ରିୟା କରାଇ ନେବ ସେ ତୋତେ ପକାଇବ ବ୍ୟସ୍ତେ। ଦଶମ ସ୍କନ୍ଧରେ କହିଛନ୍ତି ନିମିତ୍ତ ମାତ୍ର ଭବ ସବ୍ୟ ସାଚୀ। ଆରେ ସବ୍ୟ ସାଚୀ ତୁ ଖାଲି ନିମିତ୍ତ ତୁ ଖାଲି ଗାଣ୍ଡି ବେଟାକୁ ମାରିଦେମି ସବୁ ମୁଁ ତୁ ଖାଲି ଧରିଥା। କଣ ବୁଝିପାରୁଛୁ ନା ଏଇମିତି ତମେ ଗୁରୁ ଯାହାକୁ କରୁଛ ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର ଆଗେ ଗୁରୁଙ୍କୁ ଗୁରୁ ବୋଲିକି ମାନି ସାରେ ତାପରେ ସବୁ ହବ। ବର୍ତ୍ତମାନ ଯୋଉ ଚାରିଟା ଗୁରୁ କଲୁ ସେମାନଙ୍କୁ ତୁ ଗୁରୁ ଆସନରେ ତ ହୃଦୟରେ ସ୍ଥାନ ଦେଇପାରିନୁ। ତାର କାରଣ କଣ? ତାର କାରଣ ହଉଛି ଯେ ତୁ ସେମାନଙ୍କୁ ଜାଣି ପାରିଛୁ ଯେ ସେମାନଙ୍କ ଠାରୁ ତୁ ଅନ୍ତରର ପ୍ରଶ୍ନ ସେମାନେ ଦେଇପାରିବେନି। ଆଜ୍ଞା। ତେଣୁ ତୁ ସେମାନଙ୍କୁ ତ ଅନ୍ତରରେ ବସେଇ ପାରିବୁନି ଆଉ ଗୁରୁଙ୍କୁ ତ ଅନ୍ତରରେ ବସେଇ ପାରୁନୁ ଜ୍ଞାନ କେମିତି ହବ? ଆଉ ସେ ନାଡି ଚିପିବୁ ଏ ନାଡି ସେ ନାଡି ଏଗୁଡାକ ସବୁ ପାଠ ନୁହଁ। ବୁଝିପାରିଲ ସିଏ ଯିଏ କହିଛନ୍ତି ତୋ ମନ କାଲି ବିଚଳିତ କଣ କରିବି ଏସା କରିବି ତେସା କରିବି ସେଗୁଡାକୁ ଯଦି ବିଷ୍ଣୁଙ୍କ ପାଖକୁ ବାବା ପାଖକୁ ଆସିବୁ ହେଲା କି ସେଗୁଡାକ ସବୁ ଗୁଡାକ ତତେ ଛାଡିବା ପାଇଁ ପଡିବ ଯଦି ପ୍ରସ୍ତୁତ ହବୁ ଆସିବୁ ନହେଲେ ମା ଆସିବୁନ। କଣ ବୁଝିପାରୁଛୁ କାହିଁକି? ନା ସେ ସବୁ ଅଳିଆ ଗୁଡାକ ରଖିଦେଲେ କିଛି କାମ ହବନି ଏକୁଳ ଯିବ ସେକୁଳ ଯିବ ତାଙ୍କୁ ତ ଅବିଶ୍ୱାସ କଲୁ ଦିନ ଆସିବ ମତେ ବି ଅବିଶ୍ୱାସ କରିବୁ। ନାଇଁ ନାଇଁ ଆଜ୍ଞା ନା ଅବିଶ୍ୱାସ ତ ଆପଣଙ୍କ କଥା ଶୁଣିକି ତ ଭଲ ଲାଗିଲା। ନା ଭଲ ଲାଗିଲା ଆସିବୁ ସତ ମୁଁ ମା ଶୁଣୁ ମୁଁ ମୋର କହୁଛି ସବୁବେଳେ ମୁଁ ବି ଗୁରୁଙ୍କୁ ପ୍ରଶ୍ନ କରେ ଏଇ ଜିନିଷ ଯେ ତୋର ଆଗ୍ରହ ଆସିଲା ତୁ ଆସିବୁ ପବନ କୋଉଠିକି ଯାଉଛି ସେ ମସ୍ତକରେ ଯୋଉ ଆମର ଯାଇ ଶିଶୁମୁନା ନାଡି ପଛପଟରେ ଯୋଉ ପବନ ଟା ଉଠୁଛି ତାର ବ୍ରହ୍ମରନ୍ଧ୍ର ଟା ଯୋଉଠି ରହିଲା ଇଏ ସେଠିକି ଲାଗିଛି ନାହିଁ ପବନ କୋଉ ପଟେ ମୁଁ ସେଇଟା ବ୍ରହ୍ମରନ୍ଧ୍ର କୋଉଠି ମା? ଦୁକୁ ଦୁକି ଘରେ। ଦୁକୁ ଦୁକି ଘର ହେଲା ବ୍ରହ୍ମରନ୍ଧ୍ର। ଆଜ୍ଞା ସୁଷୁମ୍ନା ନାଡିରେ ପବନ ଯାଉଛି। ଆଜ୍ଞା। ସୁଷୁମ୍ନା ନାଡି କୋଉଠୁ କେତେ ବାଟ ଯାଇଛି କହ? ସେଇ ବା ମୁଁ ପଚାରେ ସେଇ ଜିନିଷ ଟା ଜାଣିନି ବୋଲି ମୁଁ ବା ଗୁରୁଙ୍କୁ ପଚାରେ ଶୁଣୁ ଏଇ ନାଡି କୋଉ ଜାଗା ଯେ ହଁ ଶୁଣୁ ପଛପଟେ ତ ବନ୍ଦ ରହିଲା। ହଁ ମୁଁ ଆମର ତତେ ଶୁଣ ପଛ ବୁଝେଇ ଦଉଛି ଶୁଣୁ ତୁ ପଛ ସେଗୁଡାକ ଶୁଣୁ ସେଗୁଡା ମତେ ତ ଟାଇମ ନାହିଁ ବହୁତ ଲୋକ ଅଛନ୍ତି ମୋର କହିବା କଥା ହଉଛି ଏଗୁଡାକ ସବୁ ତୁ କ୍ଲିୟର ହେଇଯିବୁ। ପ୍ରଥମେ ଗୋଟେ କଥା କର ଏଇ ବାବାଙ୍କ ପାଖକୁ ଆସିଲା ପୂର୍ବରୁ ମୁଁ 400 ଭିଡିଓ ଛାଡିଛି ହେଲା ଆଜ୍ଞା ସେଥିରେ ଅଛି ଦେଖିବୁ ବାୟୁ ସାଧନାରୁ ସରିଛି ପାଠ ତୁଳସୀ ଗଛରୁ ସରିଛି କାଠ ପ୍ରଥମ ଦ୍ଵିତୀୟ ତୃତୀୟ 3 ଭାଗ ମୁଁ ଛାଡିଛି ହେଲା କି ଆଜ୍ଞା ଆଜ୍ଞା ତାକୁ ସବୁ ଦେଖିଦବୁ ତାରି ଭିତରେ ନାଡି ତତ୍ଵ ବିବରଣ ଅଛି ଆଗେ ନାଡି ଭିତରେ ତୋର ଜ୍ଞାନ ହଉ ଚକ୍ର ବିଷୟରେ ଜ୍ଞାନ ହଉ ଜିନିଷ ଜ୍ଞାନ ବୁଝି ସାରିଲା ପରେ ବୁଝିଲୁ କି କଣ ଆଜ୍ଞା କରିବା ଦରକାର ପଛରେ ଆମେ ସେଗୁଡା ଦେଖିବା ଆଉ କ୍ରିୟା ଉପରେ ଦେଖିକି ଆମେ ବାମନାସା ସୂତ୍ର ଦକ୍ଷିଣ ନାସା ସୂତ୍ର ମଧ୍ୟ ନାସା ସୂତ୍ର ଧରିଗଲେ ଆମର ଏଇ ନାସା ଖୋଲିଯିବ ଆମେ ଉପରକୁ ଉଠିଯିବା ଏଗୁଡାକ ମୋଟେ ଚିନ୍ତା କରନା ମା ବୁଝିପାରୁଛୁ କି ତାର କାରଣ ହଉଛି କଣ ଶୁଣୁ ବୁଝେଇ ଦଉଛି ଆଜ୍ଞା ଆମର ଭାରତର ମୁନି ଋଷି ମାନେ ମରିକିରି ମାଟି ହେଇଛନ୍ତି ହୁଙ୍କା ହେଇଯାଇଛନ୍ତି ଜିନିଷ ପାଇବା ପାଇଁ ଆଜ୍ଞା କଣ ବୁଝିପାରୁଛ ଏଇ ସବୁ କ୍ରିୟା ବହୁଳ କରିସାରିକିରି ଜୀବନ ମା ବିତିଯିବ ଅଳ୍ପ ସର୍ଟ ପିରିୟଡ ଆମେ ଅନେକର 100 ବର୍ଷ ବଞ୍ଚିବେ ଆଜ୍ଞା ଏଇ ସର୍ଟ ପିରିୟଡ ଏଗୁଡା ସବୁ କରିକି ଟାଇମ ଅଛି ନା ନାଇଁ ମୁଁ କଣ ବୁଝିଲୁ କଥା ବୁଝିପାରିଲ ମା ମୁଁ ଯାହା ଆଜ୍ଞା କହିଲି ତେଣୁ ଆଜ୍ଞା ନାହିଁ ସରଳ ସୂତ୍ର ଧର ତାପରେ ଦ୍ୱିତୀୟରେ ତମେ ସଂସାରୀ ଲୋକ ଆଜ୍ଞା ତମେ ତ ବ୍ରହ୍ମଚାରୀ ନୁହେଁ ନାଇଁ ଆଜ୍ଞା ତମର ତ ଧାରଣ ଶକ୍ତି ନାହିଁ ବର୍ତ୍ତମାନ ନାଇଁ ହାଇ ପାୱାର ଜିନିଷ ପାଗଳା କି ପାଗିଳି ହେଇଯିବ ପଟକନ ଯଦି ଆଧାର ଚକ୍ରରେ ତମ କୁଣ୍ଡଳିନୀ ଜାଗ୍ରତ କରିଦିଆଯିବ ତମେ ସାଙ୍ଗେ ସାଙ୍ଗେ ପାଗଳ ହେଇଯିବ କହ ମୁଁ ସବୁ ଜାଣିଲିଣି ମୁଁ କାଳି ମୁଁ ଦୁର୍ଗା ସେଠି ହୁକୁମ ଦେବା ପାଇଁ ଆରମ୍ଭ ହବ ଇଏ ହବ ଗୋଟେ ସ୍ତ୍ରୀ ଲୋକ ତା ନା ସୁଶୀଳା ଠାକୁର ଆଜ୍ଞା ତାର ଯେମିତି ଜାଗ୍ରତ କରିଦେଲେ ସାଙ୍ଗେ ସାଙ୍ଗେ କହିଲା ମୁଁ ହଉଛି ଅମୁକ ହୁକୁମ ଦେବାକୁ ଆରମ୍ଭ କଲା ତାପରେ ସେଠୁ ବିଗିଡିଲେ ତେଣୁ ଗୋଟେ କଥା ହଉଛି ସେମିତି କରନା ବୁଝୁଛୁ ଆଜ୍ଞା କନା ତେଣୁ ଗୋଟିଏ କଥା ହଉଛି ଧୀରେ 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 ଅଳ୍ପ ସୁଖମେ ସାଧ୍ୟ କରି ତୋ ମା ଘରୁ ଜୀବିତରେ ହେଲା ସବୁ କଥା ଯୋଉ ସନ୍ଦେହ ଅଛି ମୋର ବିଶ୍ୱାସ ବିଷ୍ଣୁର ବାବା ତ ସନ୍ଦେହକୁ ସବୁ ମୋଚନ କରିଦେବେ ଏଇଟା ସତ ଆଜ୍ଞା ଆଜ୍ଞା ମତେ ଭଲ ଲାଗିଲା ସେ ସେଥିପାଇଁ ଆପଣଙ୍କୁ ଫୋନ ହଁ କରିନେଲେ ଏତେ ବାଟରେ ହଁ ଆଜ୍ଞା ଆଜ୍ଞା ତମେ ଦେଖୁଛ ବିଷମର ବାବା ବହୁତ ସୁନ୍ଦର କଥା କହୁଛନ୍ତି ମଧୁର କଥା କହୁଛନ୍ତି ରାତିରେ ଦେଖିଲା ବେଳକୁ ମଦ ବୋତଲ ଚୁରା ଧରିକି ସେ ବାହାରି ଯାଉଛନ୍ତି ଚୋରି କରିବାକୁ ଆଜ୍ଞା କାହିଁକି ନା ଶୁଣୁ ମା ଆଜିକାଲି ପ୍ରତ୍ୟେକ ଲୋକଙ୍କର ଡୁପ୍ଲିକେଟ ରୂପ ଅଛି ସେ ନାଇଁ ଆଜ୍ଞା ତମ ଜ୍ଞାନ ଯାହା ପାଖରେ ଥିବେ ସିଏ ଏମିତି ହେଇନଥିବେ କେବେ ଠାକୁରଙ୍କ ପ୍ରତି ହୁଏ ଏ ଜ୍ଞାନ ଆସେ ଆଜ୍ଞା ସେଟା ଠାକୁରଙ୍କ ଠିକ ଯେ ନା ମୁଁ ଗୋଟେ କହୁଛି କଥା ଶୁଣୁ ଆଜିକାଲି ତୁ ତ ଦେଖୁଥିବୁ ସବୁ ଟିଭି ସିଏ ଦେଖୁଥିବୁ ବଡ ମାନେ ବାବା ସିଏ ସାଧାରଣ ଲୋକ ପ୍ରବଚନ ଦଉଛନ୍ତି ସିଏ ଅଲଗା
ଆପଣ କିନ୍ତୁ ବ୍ରହ୍ମ ଜ୍ଞାନ ଯାହା କତିକି ଆସିବ ସେ ଭଗବାନଙ୍କ ସହିତ ସମାନ, ସେ କେବେ ବି ଏମିତି କାମ କରିବେନି। ହଉ ଠିକ ଅଛି, ତୁ ଆସିବୁ ଯଦି ଆସିବୁ, ଆସିଲେ କଥା। କହିଥିଲେ ଯେ ମୋତେ ଗୋଟେ ପ୍ରାର୍ଥନା କହିଦିଅନ୍ତୁ, ମୁଁ କେବେ ପ୍ରାର୍ଥନା କରିବି। ଆପଣ ସେ ମନ୍ତ୍ରଟା କହିଦେଇଥିଲେ ଓମ୍ କ୍ଲିଂ ଦୟାନିଧି ପରମହଂସାୟ ନମଃ, ଡେଲି ତାକୁ ମାନେ ସକାଳ ସନ୍ଧ୍ୟାରେ କର ବୋଲି। ମୁଁ ସେଟା ବି କରୁଛି, ଅସୁବିଧା କିଛି ନାହିଁ। ମନେ କର ଯେ ମୁଁ ଗୋଟେ ଫୁଲ ଟିକେ ତାଙ୍କୁ ଦେବି, ମନରେ ତ ପୂଜା କର ଠିକ, ଠାକୁର ଘରେ କେମିତିକା ତାଙ୍କୁ ପୂଜା କରିବି? ତାଙ୍କର ତ ମୋ ପାଖରେ ଫଟୋ ନାହିଁ, କେବଳ ମାନେ ଭକ୍ତିର ଭାବ, ଖାଲି ପ୍ରଣାମଟା କଲେ ବି ସେ ଗ୍ରହଣ କରିବେ। ନିଶ୍ଚିତ ଭାବରେ ଫୁଲଟିଏ ଦେଇ ହବ। ହଁ ହଁ ଆଉ ଗୁରୁଙ୍କ ପାଦ ପଦ୍ମରେ ତୁଳସୀ ପତ୍ର। ହଁ ନାଇଁ, ଆମ ଗୁରୁଙ୍କ ପାଦ ପଦ୍ମରେ ତୁଳସୀ ପତ୍ର ଦିଆଯାଏ ନା, ବୁଝିଲ ଆଜ୍ଞା ନା? କେବଳ ଫୁଲ। ନାଇଁ, ଆମ ଗୁରୁଙ୍କର ହୃଦ ଆଜ୍ଞା ପଦ୍ମରେ ତୁଳସୀ ପତ୍ର ଦିଆଯାଏ, ବୁଝିଲ ନା? ଦିଆଯାଏ। ହଁ, ହୃଦ ପଦ୍ମରେ। ଆଜ୍ଞା ଆଜ୍ଞା, ହୃଦ ପଦ୍ମରେ ତ? ହଁ, ମୁଁ ଗୋଟେ କଥା କହୁଛି ଶୁଣ, ମୁଁ ସେଟା କେମିତି ଶିଖିଲି ଏବଂ ସେ ବିଷୟରେ ତାର ତତ୍ଵଟା ମୁଁ ତମକୁ ବୁଝଉଛି। ଶ୍ରୀ ଶ୍ରୀ ଆଜ୍ଞା ଦୟାନିଧି ପରମହଂସ ଦେବ ସେ ଦୈନିକ ଗାଧେଇ ସାଇଲା ପରେ ଆଜ୍ଞା ସିଏ ଚିତା ଚୈତନ ହୁଅନ୍ତି, ଚନ୍ଦନ ନାହାନ୍ତି। ଚନ୍ଦନ ଆଜ୍ଞା ନାଇ ସାରିଲା ପରେ ଲାଷ୍ଟରେ ଯୋଉ ଅବଶିଷ୍ଟ ଚନ୍ଦନ, ଗୋଟେ ଆଜ୍ଞା ତୁଳସୀ ମଞ୍ଜରୀ, ତୁଳସୀ ମଞ୍ଜରୀ କଲେ, ତୁଳସୀ ଯୋଉ ପତ୍ର ଯୋଉ ମଞ୍ଜି। ମଞ୍ଜରୀ, ତା ଯୋଉ କୋମଳ ପତ୍ର ଅଗ, ଆଜ୍ଞା ଆଜ୍ଞା ତୁଳସୀ ହଁ ତାକୁ ସିଏ କଣ କରନ୍ତି ନା, ସେ ଅବଶିଷ୍ଟ ଚନ୍ଦନ ଦେହରେ ତାକୁ ବୋଳି ଦେଇକି ତାକୁ କଣ ଆଜ୍ଞା କରିବେ ନା, ତାଙ୍କ ହୃଦୟରେ ଗୋଟେ ପଦକ ପଡିଥାଏ, ସନ୍ନ୍ୟାସୀ ମାନଙ୍କର ଗୋଟେ ପଦକ ପଡିଥାଏ, ଆସିଲେ ଦେଖିବ। ସେଇ ଆଜ୍ଞା ପଦକରେ ସିଏ କଣ କରନ୍ତି ନା, ତାକୁ ଖୋସି ଦିଅନ୍ତି। ଖୋସି ଦେଇକି ସେ ଆଜ୍ଞା ପଦଟାକୁ ଜୁହାର ହେଇକି ସେ ତାଙ୍କର ଅନ୍ୟାନ୍ୟ କାମ କରନ୍ତି। ସେଇଠୁ ଆଜ୍ଞା ମୋ ମନ ଭିତରେ ପ୍ରଶ୍ନ ଆସିଲା, ତାଙ୍କୁ ମୁଁ କେବେ ପଚାରିନା ଜୀବନରେ। ମୋ ମନ ଆଜ୍ଞା ଭିତରେ ପ୍ରଶ୍ନ ଆସିଲା ଯେ ସବୁ ଯୋଉ ଆଜିକାଲି ଯୋଉ ସବୁ ମାନେ ଖଣ୍ଡ ଅଜ୍ଞାନୀ ଅଛନ୍ତି, ସେମାନେ ସବୁ ଆଜ୍ଞା କହୁଛନ୍ତି ହାମ ସବୁ ଜାଣତେ ହେଁ, ଆମେ ଜଗନ୍ନାଥ, ଆମେ ଈଶ୍ୱର, ଆମେ ଅମକ ଧମକ କହିକି ଶିଷ୍ୟମାନଙ୍କୁ ଆଜ୍ଞା କହନ୍ତି ଆମ ପାଦରେ ତୁଳସୀ ଚଢା, ଆମକୁ ଏମିତି ଠାକୁର କରି ପୂଜା କର କୁହନ୍ତି। କିନ୍ତୁ ଆଜ୍ଞା ଇଏ କଣ ହୃଦୟରେ ତୁଳସୀ ଡାଳଟାକୁ ଖୋଜି ଦଉଛନ୍ତି, ତାର କାରଣଟା କଣ? ବସି ବସି ଚିନ୍ତା କଲି ଯେ ଆମର ଗୁରୁଙ୍କର ତତ୍ଵ ମାର୍ଗର କଥା, ବୁଝିଲ ନା? ଆଜ୍ଞା ସେ ଆଜ୍ଞା ହୃଦୟରେ ରହିଛନ୍ତି ଲକ୍ଷ୍ମୀ ନାରାୟଣ। ଆଜ୍ଞା ଯେହେତୁ ହୃଦୟରେ ଲକ୍ଷ୍ମୀ ନାରାୟଣ ଅଛନ୍ତି, ସେ ତ ହୃଦୟରେ ଆମର ପଦକଟା ପଡିଛି ନା, ସେ ପଦକ ଆଜ୍ଞା ଯଦି ତୁଳସୀ ଡାଳ ଦିଅନ୍ତି, ସେଇ ତୁଳସୀ ଡାଳଟା ସେ ଅର୍ପଣ କରନ୍ତି ଲକ୍ଷ୍ମୀ ନାରାୟଣ ଏବଂ ନାରାୟଣଙ୍କ ପାଦରେ ସେ ଅର୍ପଣ କରନ୍ତି ଦୈନିକ, ବୁଝିଲ ଆଜ୍ଞା ନା? ତେଣୁ ହୃଦୟରେ ଆଜ୍ଞା ସିଏ ଦିଅନ୍ତି ତୁଳସୀ ଡାଳ। ତେଣୁ ଆଜ୍ଞା ତମେ ଯଦି ସେମିତି ଫଟୋଟି ଏଇଠି ଆସି ନେଇପାରିବ, ତାଙ୍କ ହୃଦୟରେ ତୁଳସୀ ପତ୍ରଟିଏ ତମେ ଚନ୍ଦନ ଦେଇକି ଦେଲେ ସିଏ ଆମର ପାଇବେ, ଆମର ପାଦ ପଦ୍ମରେ ଦିଆଯାଏ ନା, ବୁଝିଲ ନା? ଆଜ୍ଞା ଆଜ୍ଞା କାହିଁକିନା ଆଜ୍ଞା ପାଦ ପଦ୍ମରେ ଦେଲା ଅର୍ଥ, ଏତେ ବଡ ଜ୍ଞାନୀ ହଉ ତାର ଅହଙ୍କାର ଜାତ ହବ, ବୁଝିଲ ଆଜ୍ଞା ନା? ତେଣୁ ଆମର ଅହଙ୍କାରର ପ୍ରଶ୍ନ ନାହିଁ, ତେଣୁ ଆମେ ହୃଦ ପଦ୍ମରେ ଆମେ ଦିଆଯାଏ ହେଲା। ଆଉ କଣ, ଆଜ୍ଞା ଆମେ ଶିଷ୍ୟମାନେ ଯେହେତୁ ତାଙ୍କୁ ନିହାତି ଇଷ୍ଟ ପ୍ରଭୁ ରୂପରେ ଆମେ ତାଙ୍କୁ ସମର୍ପଣ କରିଛୁ ଦେହ ମନ ପ୍ରାଣ, ଆମେ ତାଙ୍କ ପାଦରେ ଗୋଟେ ପାଦ ଯୋଉ କଠଉ ଖଡ଼ମ ସେ ପିନ୍ଧନ୍ତି, ତାଙ୍କୁ ଆଜ୍ଞା ସେଇ କଡମରୁ ନତୁବା ହଁ ସିଏ ତାଙ୍କର ହୃଦ ପଦ୍ମରେ ଦିଅନ୍ତି। ତେଣୁ ତମମାନେ ଆଜ୍ଞା ହୃଦ ପଦ୍ମରେ ଦେଇପାରିବ, କିଛି ଅସୁବିଧା ନାହିଁ। ହଁ, ସେଇଥିପାଇଁ ମୁଁ ପଚାରିଲି, ମୁଁ କହିଲି ବାବାଙ୍କୁ ପଚାରିଲେ ସେ ଠିକ କଥା କହିବେ, ସେଇ ଅନୁଯାୟୀ ଆମେ ଦବା। ହୃଦ ପଦ୍ମରେ ଦବ। ଆଉ ବି ଗୋଟେ ଫଟୋ ମୁଁ ବାଗେଇବା ପାଇଁ ଦେଇଛି, ଯେ ଗୁରୁ ଦୟାନିଧି ପରମହଂସ ଆଶୀର୍ବାଦ କରୁଛନ୍ତି ବିଷ୍ଣୁର ବାବାଙ୍କ ମଥା ଉପରେ, ବିଷ୍ଣୁ ବାବା ଆଜ୍ଞା ଆଶୀର୍ବାଦ କରୁଛନ୍ତି ତମମାନଙ୍କୁ, ଏମିତି କରିକି ଗୋଟେ ଫଟୋ ମୁଁ ବାଗଉଛି। ସେ ଆଜ୍ଞା ଫଟୋ ବି ଆସିଲେ କେତେବେଳେ ନେଇଗଲେ ତମେ ସେଇ ଫଟୋକୁ ପୂଜା କରିବ, କିଛି ଅସୁବିଧା ନାହିଁ। ସେଟା ଆଜ୍ଞା ଆଜ୍ଞା ଟାଇମ ହବ ଆସିବା ପାଇଁ ଆଉ। କୋଉଠୁ ଆଜ୍ଞା କହୁଥିଲ କୁହନି? ମୁଁ ଉଦଳାରୁ କପ୍ତିପଦା ଉଦଳା ପରା, ଆପଣ କପ୍ତିପଦା ଆସନ୍ତି ବୋଲି କହୁଥିଲେ ଆପଣ ଆଗରୁ। କପ୍ତିପଦା ଯାଇଛି, କପ୍ତିପଦା ମୁଁ ବଜାରରେ ବୁଲିକି ଆସିଛି। ଆଉ କପ୍ତିପଦାରୁ ଉଦଳାକୁ ଆସିବାକୁ ଆଉ 7 କିଲୋମିଟର ସମବାୟ ଉଦଳା ଆଉ। ଆମର ଏଇଟା ଉଦଳାଟା କପ୍ତିପଦା ସବ୍ ଡିଭିଜନରେ, ତେଣୁ ଆମର ସବ୍ ଡିଭିଜନ ହେଲା କପ୍ତିପଦା। ବା ବା ଆଜ୍ଞା, କପ୍ତିପଦା ଆସିଲେ ବାବା ଆସିବେ, ମୁଁ ବାବା କହିଥିଲେ ଆପଣ ଯେ ଯେତେବେଳେ ଫୋନ କରିବ ଆକୁ ନାଁଟା କହିବ, ମୋ ନାଁ ପରା ଅଚ୍ୟୁତାନନ୍ଦ ପରା। ଅଚ୍ୟୁତାନନ୍ଦ କର। ଅଚ୍ୟୁତାନନ୍ଦ ଆଚାର୍ଯ୍ୟ। ଓହୋ, ଅଚ୍ୟୁତାନନ୍ଦ ଆଚାର୍ଯ୍ୟ, ବା ବଢିଆ କଥା। ଆ ସିଏ ଆଜ୍ଞା କପ୍ତିପଦାକୁ ତ ଆମେ ଆଉ ସେ କୋଉ ବର୍ଷ ଥରେ କେତେବେଳେ ଡାକିଥିଲେ, ଆଉ ଆଜ୍ଞା ସେମିତି ସୁବିଧା ନୁହେଁ, ଦେଖିବା କେବେକୁ ଗଲେ ଯାହା ଯେମିତି କରିବା। ଆଜ୍ଞା ଆଜ୍ଞା।